ଜଣେ 20 ବର୍ଷୀୟ ଝିଅ ଉଠିପଡ଼ି ତାଙ୍କ ବାପାଙ୍କ ଘରୁ ବାହାରିବା ସମୟରେ ତାଙ୍କ ମାଙ୍କ କେଶ ବିଗିଡ଼ି ଯାଇଥିବା ଏବଂ ଅସ୍ଥିର ଭାବରେ ଚାଲିବାକୁ ଦେଖିଥାଏ। ଯେତେବେଳେ ସେ ଏହା କିଛି ଦିନ ଧରି ଦେଖେ ସେ ଆଶ୍ଚର୍ଯ୍ୟ ହୋଇଯାଏ। କାହିଁକି ଜାଣିବା ପାଇଁ ସେ ଗୋଟିଏ ଦିନ ତାଙ୍କ ବାପାଙ୍କ ଘରୁ ଚୋରି ହୋଇ ତାଙ୍କ ଘରେ ଶୋଇପଡ଼ିଥାଏ। ବନ୍ଧୁଗଣ, ପରବର୍ତ୍ତୀ ଘଟଣା କ'ଣ ହୁଏ ତାହା ଆପଣ ବିଶ୍ୱାସ କରିବେ ନାହିଁ। ସମ୍ପୂର୍ଣ୍ଣ କାହାଣୀ ଏବଂ ସତ୍ୟକୁ ବୁଝିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏବଂ ବନ୍ଧୁଗଣ, ମୋର ଏକ ଛୋଟ ଅନୁରୋଧ, ଯଦି ଆପଣଙ୍କୁ ଭିଡିଓଟି ପସନ୍ଦ ଆସିଥାଏ ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ ଏବଂ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ତେବେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଏହା ଇନ୍ଦୋରର ଏକ ସତ୍ୟ ଘଟଣା। ସୁବାସ ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅ ସହିତ ସେଠାରେ ରହୁଥିଲେ। ସୁବାସ ମହାନ୍ତିଙ୍କ ସ୍ତ୍ରୀ ସୁମିତ୍ରା ଥିଲେ, ଯାହାଙ୍କ ବୟସ ପ୍ରାୟ 40 ବର୍ଷ ଥିଲା। ସେମାନଙ୍କର ଏକ ଝିଅ ଥିଲା, ପ୍ରିୟା, ଯାହାର ବୟସ 20 ବର୍ଷ ଥିଲା। ସୁବାସ ଏକ ଜୋତା ଦୋକାନ ଚଳାଉଥିଲେ ଏବଂ ସେହି କାମରେ ତାଙ୍କ ପରିବାର ପ୍ରତିପାଳନ କରୁଥିଲେ। ପ୍ରିୟା ହାଇସ୍କୁଲରେ ପଢୁଥିଲେ ଏବଂ ତାଙ୍କ ବାପା ସୁବାସ ତାଙ୍କ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ଘରର ଆବଶ୍ୟକତା ଏବଂ ଖର୍ଚ୍ଚ ପୂରଣ କରିବା ପାଇଁ ମଧ୍ୟ ସେ ଦାୟୀ ଥିଲେ। ପରିବାରର ଜୀବନ ଭଲ ଚାଲିଥିଲା। ପ୍ରିୟା ବଡ଼ ହୋଇ ପରିପକ୍ୱ ହୋଇଯାଇଥିଲେ। ଏହି କାରଣରୁ ତାଙ୍କ ମା ସୁମିତ୍ରା ପ୍ରାୟତଃ ପ୍ରିୟା ସହିତ ଶୋଇଥିଲେ। ଅନ୍ୟପକ୍ଷରେ ସୁବାସ ନିଜକୁ ବହୁତ ଫିଟ୍ ରଖିଥିଲେ ଏବଂ ଯୁବକ ଦେଖାଯିବାକୁ ଚେଷ୍ଟା କରୁଥିଲେ। ସେ ନିଜ ରୋଜଗାର ସହିତ ନିଜ ଉପରେ ବହୁତ ଖର୍ଚ୍ଚ କରୁଥିଲେ ଏବଂ ଫ୍ୟାସନ ପ୍ରତି ଆଗ୍ରହୀ ଥିଲେ। ସନ୍ଧ୍ୟାରେ ପ୍ରିୟା ତାଙ୍କ ମାଙ୍କ ସହିତ ଶୋଇଥିଲେ ଯେତେବେଳେ ସୁବାସ ତାଙ୍କ ନିଜ କୋଠରୀରେ ବିଶ୍ରାମ ନେଉଥିଲେ। ବନ୍ଧୁଗଣ, ରାତି ପ୍ରାୟ 12ଟା ବାଜିଥିଲେ। ପ୍ରିୟାର ବାପା ସୁବାସ ତାଙ୍କ ସ୍ତ୍ରୀ ସୁମିତ୍ରାକୁ ଧୀରେ ଧୀରେ ଉଠାଇ ଦେଉଥିଲେ। ସେ କହୁଥିଲେ, ଆସ୍, ମୋର କିଛି କାମ ଅଛି, ମୋ କୋଠରୀକୁ ଆସି ଶୋଇପଡ଼। ବନ୍ଧୁଗଣ, ଏପରି ସମୟରେ ପ୍ରିୟା ପ୍ରାୟତଃ ଟିକିଏ ଓଲଟାଇ ଉଠି ଯାଉଥିଲେ। ସେ ବୁଝିପାରୁ ନଥିଲେ ଯେ ତାଙ୍କ ବାପା ଏହି ସମୟରେ ତାଙ୍କ ମାଙ୍କୁ କାହିଁକି ଡାକୁଥିଲେ। ଯେତେବେଳେ ସୁବାସ ସୁମିତ୍ରାକୁ ଡାକିବାକୁ ଚେଷ୍ଟା କରୁଥିଲେ, ସେ ସବୁବେଳେ କିଛି ନା କିଛି ବାହାନା କରୁଥିଲେ। ସେ ତୁରନ୍ତ ଉଠି ବାଥରୁମକୁ ଯାଉଥିଲେ। ଆଜି ମୋର ଦେହ ଭଲ ଲାଗୁନାହିଁ, ମୁଁ ଆଜି ତୁମ ସହିତ ଶୋଇପାରିବି ନାହିଁ, ତୁମେ ଏକା ଶୋଇବା ଉଚିତ। ଯେତେବେଳେ ସୁମିତ୍ରା ବାହାନା କରୁଥିଲେ, ସୁବାସ ତାଙ୍କୁ ବାଧ୍ୟ କରୁଥିଲେ ଏବଂ କୌଣସି ପ୍ରକାରେ ତାଙ୍କୁ ତାଙ୍କ କୋଠରୀକୁ ନେଇଯାଉଥିଲେ। କିନ୍ତୁ ପ୍ରକୃତ ଆଶ୍ଚର୍ଯ୍ୟ ସେତେବେଳେ ହୋଇଥିଲା ଯେତେବେଳେ ପ୍ରିୟ ପରଦିନ ସକାଳେ ଉଠି ତାଙ୍କ ମାଙ୍କୁ ତାଙ୍କ ବାପାଙ୍କ କୋଠରୀ ଛାଡ଼ି ଯାଉଥିବାର ଦେଖିଥିଲେ। ସେ ସେତେବେଳେ ଅଜବ ଲାଗୁଥିଲେ। ତାଙ୍କ କେଶ ବିରକ୍ତ ଥିଲା, ତାଙ୍କ ମୁହଁ କ୍ଳାନ୍ତ ଦେଖାଯାଉଥିଲା ଏବଂ ତାଙ୍କୁ ଚାଲିବାରେ କଷ୍ଟ ହେଉଥିଲା ପରି ମନେ ହେଉଥିଲା। କେତେବେଳେ ସେ ସିଧା ଚାଲିପାରୁ ନଥିଲେ, ପାଦ ଧଳି ଭଳି ଯାଉଥିଲେ। ସେ ତାଙ୍କ କୋଠରୀରେ ପହଞ୍ଚିବା ପରେ ସେ ତୁରନ୍ତ ବସି ବିଶ୍ରାମ ନେଉଥିଲେ। ଏସବୁ ଦେଖି ପ୍ରିୟା ରାତିରେ କ'ଣ ଘଟୁଛି, ପ୍ରତିଦିନ ସକାଳେ ତାଙ୍କ ମା କାହିଁକି ଏତେ ବିରକ୍ତ ଏବଂ କ୍ଳାନ୍ତ ଦେଖାଯାଉଥିଲେ ତାହା ପ୍ରଶ୍ନ କରିବାକୁ ଲାଗିଲେ। ପ୍ରିୟା ମଧ୍ୟ ତାଙ୍କ ମାଙ୍କ ରୂପ ଦେଖି ବହୁତ ଚିନ୍ତିତ ହେଉଥିଲେ। ତାପରେ ଗୋଟିଏ ଦିନ ପ୍ରିୟାର ମା ତାଙ୍କ ସ୍ୱାମୀଙ୍କ କୋଠରୀରୁ ବାହାରକୁ ଛିଡ଼ା ହୋଇଯାଆନ୍ତି। ପ୍ରିୟା ତାଙ୍କ ମାଙ୍କୁ ଡାକି ପଚାରନ୍ତି, ମା, ବାପା ତୁମକୁ କ'ଣ କରନ୍ତି? ଏହା ଚାଲିବା ଏତେ କଷ୍ଟକର ଏବଂ ତୁମର କେସ୍ ଏତେ ଅପରିଷ୍କାର। ପ୍ରିୟାର ମା ସୁମିତ୍ରା ତାପରେ କୁହନ୍ତି, ଝିଅ, ତୁମେ ଏ ବିଷୟରେ କିଛି ଜାଣିନାହଁ, କେବଳ ନିଜ କାମରେ ମନ ଦିଅ। ଏ ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ନାହିଁ, କେବଳ ପ୍ରସ୍ତୁତ ହୋଇ କଲେଜ ଯାଅ। ଏହା କହି ପ୍ରିୟା ଉଠିପଡ଼ି ପ୍ରସ୍ତୁତ ହୋଇ କଲେଜକୁ ଚାଲିଯାଏ। ଯେତେବେଳେ ପ୍ରିୟ କଲେଜକୁ ଯାଏ, ସେ ତାଙ୍କ ବନ୍ଧୁମାନଙ୍କୁ ଏ ବିଷୟରେ କହିଥାଏ। ମୋ ମା ମୋ ସହିତ ଶୋଇଥାଏ ଏବଂ ମୋ ବାପା ଏକ ଅଲଗା କୋଠରୀରେ ଶୋଇଥାନ୍ତି। କିନ୍ତୁ ଯେତେବେଳେ ମଧ୍ୟରାତ୍ରି ହୁଏ, ମୋ ବାପା ତାଙ୍କୁ ତାଙ୍କ କୋଠରୀକୁ ଜୋର ଜବରଦସ୍ତି କରିବାକୁ ଚେଷ୍ଟା କରନ୍ତି। ମୋ ମା ଯିବେ ନାହିଁ, କିନ୍ତୁ ସେ ତାଙ୍କୁ ଜୋର ଜବରଦସ୍ତି ତାଙ୍କ କୋଠରୀକୁ ନେଇଯାଆନ୍ତି। କିନ୍ତୁ ଯେତେବେଳେ ମୋ ମା ସକାଳେ ତାଙ୍କ କୋଠରୀରୁ ବାହାରକୁ ଯାଆନ୍ତି, ମୁଁ ଦେଖିଥାଏ ଯେ ସେ ବହୁତ ଅସ୍ଥିରତା ସହିତ ଚାଲିଥାନ୍ତି ଏବଂ ତାଙ୍କ କେସ୍ ବିରକ୍ତ ହୋଇଥାଏ। ମୁଁ ମୋ ମାଙ୍କୁ ପଚାରିଥିଲି, କିନ୍ତୁ ସେ ମୋତେ କହି ନଥିଲେ। ଯେତେବେଳେ ପ୍ରିୟାର ବନ୍ଧୁମାନେ ପ୍ରିୟାଠାରୁ ଏହା ଶୁଣିଥାନ୍ତି, ସେମାନେ କୁହନ୍ତି, ତୁମର ବାପା ହୁଏତ ଇରାଜୀ ଚଳଚ୍ଚିତ୍ରର ଜଣେ ବଡ଼ ପ୍ରଶଂସକ, ସେଥିପାଇଁ ସେ ତୁମ ମାଙ୍କୁ ଏତେ ମାଡ଼ ମାରୁଛନ୍ତି, ସେଥିପାଇଁ ତୁମ ମା ଚାଲିପାରୁ ନାହାନ୍ତି। ପ୍ରିୟା ତାଙ୍କ ବନ୍ଧୁମାନେ କ'ଣ କହୁଛନ୍ତି ତାହା ବୁଝିପାରୁ ନାହାନ୍ତି। ତାପରେ ପ୍ରିୟାର ବନ୍ଧୁମାନେ କୁହନ୍ତି, ଯେତେବେଳେ ତୁମେ ବିବାହ କରିବ, ତୁମକୁ ସମାନ ଲଙ୍ଗଳା ହୋଇ ଚାଲିବାକୁ ପଡ଼ିବ। କିନ୍ତୁ ତାପରେ ମଧ୍ୟ
ପ୍ରିୟା ଏହା ବୁଝିପାରେ ନାହିଁ ଏବଂ ସେ ତାର ବନ୍ଧୁମାନଙ୍କୁ କୁହେ, ଛାଡ଼, ତୁମେ ମଧ୍ୟ ବହୁତ କିଛି ଜାଣିନାହଁ। ତାପରେ ସେ ତାର ବନ୍ଧୁମାନଙ୍କଠାରୁ ଦୂରରେ ବସି ଭାବୁଥାଏ, ମୋ ବାପା ମୋ ମାଙ୍କୁ ଏପରି କାହିଁକି ହଇରାଣ କରନ୍ତି, ଯେତେବେଳେ ମୋ ମା ଏତେ ଭଲ ଏବଂ ସେ କେବଳ ଏତେ ଜୋରଦାର ହେଉଛନ୍ତି। ତାପରେ ସେ ଭାବିବାକୁ ଲାଗେ, ମୁଁ କାହିଁକି ଗୋଟିଏ ଦିନ ଜାଣିପାରୁନାହିଁ। ବନ୍ଧୁଗଣ, ତାପରେ ପ୍ରିୟା ସେଠାରୁ ଚାଲିଯାଏ ଏବଂ କଲେଜରୁ ତାଙ୍କ ଘରକୁ ଯାଏ। ସମୟ 5ଟା ବାଜେ। ଯେତେବେଳେ ସେ ଘରେ ପହଞ୍ଚିଥାଏ, ସେ ଦେଖେ ଯେ ତାଙ୍କ ଘର ବାହାରେ ଏକ ଗାଡ଼ି ପାର୍କ ହୋଇଛି। ତେଣୁ ସେ ତୁରନ୍ତ ତାଙ୍କ ସାଇକେଲ ପାର୍କ କରି ଘର ଭିତରକୁ ଚାଲିଯାଏ। ଯେତେବେଳେ ସେ ଦେଖେ ଯେ ତାଙ୍କ ମା ବିଛଣାରେ ବସିଛନ୍ତି ଏବଂ ସେଠାରେ ପ୍ରାୟ 35ରୁ 36 ବର୍ଷ ବୟସର ଜଣେ ମାମୁଁ ଅଛନ୍ତି। ସେ ମଧ୍ୟ ତାଙ୍କ ମା ଏବଂ ଉଭୟଙ୍କ ସହିତ ବସିଛନ୍ତି। ସେମାନେ ବହୁତ ଯତ୍ନର ସହିତ କଥା ହେଉଛନ୍ତି। ତାଙ୍କ ମା ଜୋରରେ ହସୁଛନ୍ତି। ବନ୍ଧୁଗଣ, ଯେତେବେଳେ ପ୍ରିୟା ତାଙ୍କ ମାଙ୍କୁ ଏପରି ହସୁଛନ୍ତି, ସେ ମଧ୍ୟ ବହୁତ ଖୁସି ହୋଇ ଭାବୁଛନ୍ତି, ସେ ଆଜି ମୋ ମା ବହୁତ ଖୁସି। ବନ୍ଧୁଗଣ, ଯେତେବେଳେ ପ୍ରିୟାର ମା ଏହା ଦେଖନ୍ତି, ସେ ତୁରନ୍ତ ତାଙ୍କୁ ପ୍ରିୟାଙ୍କୁ ମାମୁଙ୍କ ସହ ପରିଚିତ କରାନ୍ତି। ତାଙ୍କୁ କୁହନ୍ତି, ଏହା ମୋ ଝିଅ, ତାର ନାମ ପ୍ରିୟା ଏବଂ ସେ ହାଇସ୍କୁଲରେ ପଢ଼ନ୍ତି। ତାପରେ ପ୍ରିୟା ପଚାରନ୍ତି, ମା, ଏହି ମାମୁଁ କିଏ? ସେ ବୁଝାନ୍ତି, ଝିଅ, ସେ ମୋର ବହୁତ ପୁରୁଣା ବନ୍ଧୁ। ଆମେ ମୋ ବିବାହ ପୂର୍ବରୁ ବନ୍ଧୁ ଥିଲୁ ଏବଂ ଆମେ ପ୍ରାୟତଃ ଭୁଲି ଯାଉଥିଲୁ ଏବଂ ଆମ ସୁଖ ଦୁଃଖରେ ପରସ୍ପରକୁ ସମର୍ଥନ କରୁଥିଲୁ। ସେ ଏବେ ଦିଲ୍ଲୀରେ ରୁହନ୍ତି। ସେ ବହୁତ ଦିନ ପରେ ଦିଲ୍ଲୀରୁ ଫେରି ମୋତେ ଭେଟିବାକୁ ଆସିଛି। ବନ୍ଧୁଗଣ, ସୁମିତ୍ରାଙ୍କ ବନ୍ଧୁ ପ୍ରିୟାଙ୍କୁ ଡାକି ସ୍ନେହରେ ତାଙ୍କ ପିଠି ଚାପିବାକୁ ଆରମ୍ଭ କରନ୍ତି। ବନ୍ଧୁଗଣ, ପ୍ରିୟା ଟିକେ ଅସ୍ୱାଭାବିକ ଅନୁଭବ କରେ ଏବଂ ମାମୁଁ କୁହନ୍ତି, ସୁମିତ୍ରା, ତୁମ ଝିଅ ବହୁତ ସୁନ୍ଦର। ତୁମେ ତୁମର ଯୁବକ ଅବସ୍ଥାରେ ସମାନ ଦେଖାଯାଉଥିଲ। ତୁମ ଝିଅ ମଧ୍ୟ ସମାନ ଦେଖାଯାଉଛି। ବନ୍ଧୁଗଣୀ, ପ୍ରିୟା ଏହା କହିବା ପରେ ପ୍ରିୟା ତୁରନ୍ତ ଉଠି ତାଙ୍କ ରୁମକୁ ପୋଷାକ ବଦଳାଇବାକୁ ଗଲେ। ପୋଷାକ ବଦଳାଇବାର 5 ମିନିଟ୍ ପରେ ସେ ତାଙ୍କ ମାଙ୍କ ପାଖକୁ ଫେରି ଆସିଲେ ଏବଂ ଦେଖିଲେ ଯେ ମାମୁଁ ଏବଂ ତାଙ୍କ ମା ପରସ୍ପର ପାଖରେ ବସି ହାତ ଧରି ପ୍ରେମରେ କଥାବାର୍ତ୍ତା କରୁଛନ୍ତି। ବନ୍ଧୁଗଣ, ପ୍ରିୟାଙ୍କ ମା ତାଙ୍କୁ ଏବଂ ପ୍ରିୟାଙ୍କୁ ଖାଦ୍ୟ ପରିବେଷଣ କରନ୍ତି। ମାମୁଁ ଖାଇସାରିବା ପରେ ସେ ଚାଲିଯାଆନ୍ତି। ମାମୁଁ ଚାଲିଯିବା ପରେ ପ୍ରିୟାଙ୍କ ମା ପ୍ରିୟାଙ୍କୁ କୁହନ୍ତି, ଝିଅ, ଏ ବିଷୟରେ ତୁ ମୋ ବାପାଙ୍କୁ କୁହ ନାହିଁ, ନଚେତ୍ ସେ ଆସି ଜାଣିପାରିବେ। ସେ ମୋ ସହିତ ବହୁତ ଝଗଡ଼ା କରିବେ। ସେ ରାତିରେ ମୋତେ ବହୁତ ହଇରାଣ କରନ୍ତି। କିନ୍ତୁ ଯଦି ସେ ଜାଣିପାରେ ଯେ ଦିଲ୍ଲୀର ଏହି ମାମୁଁ ଏଠାକୁ ଆସିଛି, ତେବେ ସେ ମୋତେ ପିଟିବେ। ବନ୍ଧୁଗଣ, ପ୍ରିୟା ତାଙ୍କ ମାଙ୍କୁ ଏପରି ଅବସ୍ଥାରେ ଦେଖୁଥିଲେ। ତାପରେ ସେ କୁହନ୍ତି, ମା, ମୁଁ ମୋ ବାପାଙ୍କୁ ଏସବୁ ବିଷୟରେ କହିବି ନାହିଁ। ତୁମେ ଚିନ୍ତା କର ନାହିଁ। ବନ୍ଧୁଗଣ, ତାପରେ ସେ ତାଙ୍କ ଝିଅକୁ ଆଦର କରିବା ଆରମ୍ଭ କରନ୍ତି ଏବଂ ସେମାନେ ଦୁହେଁ କାମ କରିବାକୁ ଫେରିଯାଆନ୍ତି। ବନ୍ଧୁଗଣ, ସନ୍ଧ୍ୟା ହୁଏ। ତାଙ୍କ ବାପା ଆସନ୍ତି ଏବଂ ରାତ୍ରି ଭୋଜନ ପରେ ତାଙ୍କ ମା ସୁମିତ୍ରା ପୁଣି ପ୍ରିୟା ସହିତ ଶୋଇଯାଆନ୍ତି। ତାଙ୍କ ବାପା ତାଙ୍କ ରୁମକୁ ଯାଆନ୍ତି। ରାତି ହେଲେ 12ଟା ହେଲେ ତାଙ୍କ ବାପା ସୁମିତ୍ରାକୁ ଉଠାଇ କୁହନ୍ତି, ସୁମିତ୍ରା, ଆସ, ମୋର କିଛି କାମ ଅଛି, ତାପରେ ତୁମେ ଯାଇପାରିବ। ବନ୍ଧୁଗଣ, ସୁମିତ୍ରା ତୁରନ୍ତ ଉଠି ବାଥରୁମକୁ ଯାଆନ୍ତି ଏବଂ ବାହାରକୁ ଆସନ୍ତି ନାହିଁ। କିନ୍ତୁ ସୁବାସ ସୁମିତ୍ରାକୁ ଚିତ୍କାର କରନ୍ତି, ଆସ, କିଛି କାମ କର ଏବଂ ଶୋଇଯାଅ। କିନ୍ତୁ ସୁମିତ୍ରା କୁହନ୍ତି, ଆଜି ମୋର କିଛି ଅସୁବିଧା ହେଉଛି, ସେଥିପାଇଁ ମୁଁ ତୁମ ସହିତ ଶୋଇପାରିବି ନାହିଁ। ମୁଁ କାଲି ନିଶ୍ଚିତ ତୁମ ସହିତ ଶୋଇବି। କିନ୍ତୁ ସୁବାସ ବଳପୂର୍ବକ ସୁମିତ୍ରାକୁ ଉଠାଇ ତାଙ୍କ ରୁମକୁ ନେଇଯାଆନ୍ତି। ପ୍ରିୟା ଏସବୁ ଘଟୁଥିବାର ସାକ୍ଷୀ ଏବଂ ଶୁଣନ୍ତିର ସକାଳେ ଯେତେବେଳେ ତାଙ୍କ ମା ତାଙ୍କ ବାପାଙ୍କ ରୁମରୁ ବାହାରକୁ ଆସନ୍ତି, ସେ ଝୁଣ୍ଟି ପଡ଼ି ଲକ୍ଷ୍ୟ କରନ୍ତି ଯେ ସୁମିତ୍ରାଙ୍କ ପେଟିକୋଟ ଠିକ ଭାବରେ ଫିଟା ହୋଇନାହିଁ। କିଛି ସମୟ ପରେ ସେ ତାଙ୍କ ମାଙ୍କ ପାଖକୁ ଯାଇ ପଚାରନ୍ତି, ମା, ତୁମର କ'ଣ ହେଉଛି? ତୁମକୁ ଚାଲିବାରେ ଏତେ ଅସୁବିଧା ହେଉଛି ଏବଂ ତୁମର କେସ୍ କିପରି ବିଗିରିଗଲା? ତାପରେ ତାଙ୍କ ମା ଉତ୍ତର ଦିଅନ୍ତି, ଝିଅ, ତୁମର ବାପା ମୋତେ ବହୁତ ହଇରାଣ କରନ୍ତି। ରାତିରେ ତାଙ୍କ ରୁମକୁ ଡାକି ମୋତେ ମାରୁଛନ୍ତି। ଯଦି ତୁମେ ଏହା ଜାଣିବ, ତେବେ ତୁମେ ଏ ବିଷୟରେ କ'ଣ କରିବ? ଏହା ଆମ ଭିତରେ କଥା। ସେ ସବୁବେଳେ ମୋତେ ହଇରାଣ କରନ୍ତି। ଆମେ ବିବାହ କରିବା ଦିନଠାରୁ ମୁଁ ବିରକ୍ତ। ବନ୍ଧୁଗଣ, ଯେତେବେଳେ ପ୍ରିୟା ତାଙ୍କ ମାଙ୍କଠାରୁ ଏହା ଶୁଣିଥାଏ, ସେ ତାଙ୍କ ବାପାଙ୍କୁ ଘୃଣା କରିବାକୁ ଆରମ୍ଭ କରେ ଏବଂ ଟିକିଏ ରାଗରେ ତାଙ୍କ ସହିତ କଥା ହୁଏ। ବନ୍ଧୁଗଣ, ତାପରେ ସେ ପ୍ରସ୍ତୁତ ହୋଇ ସ୍କୁଲକୁ ଯାଏ। ସ୍କୁଲରୁ ଫେରିବା ପରେ ସେ ଦିଲ୍ଲୀରୁ ଆସିଥିବା ମାମୁଁଙ୍କୁ
ତାଙ୍କ ଗାଡ଼ିରେ ସମାନ ରାସ୍ତାରେ ଆସୁଥିବାର ଦେଖେ। ଯେତେବେଳେ ପ୍ରିୟା ଚାଲୁଛି, ପ୍ରିୟାକୁ ଦେଖି ସେ ତାଙ୍କ ଗାଡ଼ି ଅଟକାଇ ତାଙ୍କୁ ଭିତରକୁ ନେଇଯାଆନ୍ତି ଏବଂ କୁହନ୍ତି, ଆସ୍, ମୁଁ ସେହି ବାଟ ଦେଇ ଯାଉଛି ଏବଂ ମୁଁ ତୁମକୁ ତୁମ ଘରେ ଛାଡ଼ିଦେବି। ବନ୍ଧୁଗଣ, ପ୍ରିୟା ତାପରେ ସେହି ଦିଲ୍ଲୀ ମାମୁଙ୍କ ଗାଡ଼ିରେ ଚଢ଼ିଯାଏ। ସେମାନେ ଭିତରକୁ ପଶିବା ପରେ ମାମୁଁ ଏକ ଛକରେ ଅଟକି ପ୍ରିୟାକୁ କିଛି ଖାଇବାକୁ ଏବଂ କିଛି ମିଠା ଦିଅନ୍ତି। ପ୍ରିୟା ତାଙ୍କ ସହିତ ବହୁତ ସ୍ପଷ୍ଟ ଭାବରେ କଥାବାର୍ତ୍ତା ଆରମ୍ଭ କରନ୍ତି। ତାପରେ ସେ କୁହନ୍ତି, ମାମୁଁ, ମୋ ବାପା ମୋ ମାଆଙ୍କୁ ବହୁତ ହଇରାଣ କରନ୍ତି ଏବଂ ପିଟନ୍ତି। ସେ ପ୍ରତି ରାତି 12ରେ ମୋ ମାଆଙ୍କୁ ତାଙ୍କ ରୁମକୁ ଡାକନ୍ତି ଏବଂ ଯେତେବେଳେ ମୋ ମା ତାଙ୍କ ରୁମରୁ ବାହାରକୁ ଆସନ୍ତି, ସେ ବହୁତ ଅସ୍ଥିର ଭାବରେ ଚାଲିଥାନ୍ତି ଏବଂ ତାଙ୍କ କେସ୍ ମଧ୍ୟ ବହୁତ ବିରକ୍ତ ହୋଇଥାଏ। କିନ୍ତୁ ମୋ ମା ମୋତେ ଏ ବିଷୟରେ କିଛି କୁହନ୍ତି ନାହିଁ। ଯେତେବେଳେ ସେହି ଦିଲ୍ଲୀ ମାମୁଁ ପ୍ରିୟାଙ୍କଠାରୁ ଏପରି କଥା ଶୁଣନ୍ତି, ସେ ଜୋରରେ ହସିବାକୁ ଆରମ୍ଭ କରନ୍ତି ଏବଂ କୁହନ୍ତି ଯେ ତୁମେ ଚିନ୍ତିତ ହୁଅ ନାହିଁ, ଏସବୁ ଘଟେ। ସେ ତାଙ୍କୁ ଏପରି ଇଙ୍ଗିତ ଦେଇ ବୁଝାନ୍ତି। କିନ୍ତୁ ପ୍ରିୟା କୁହନ୍ତି ଯେ ମୋ ବାପା ବହୁତ ଖରାପ। ବନ୍ଧୁଗଣ, ତାପରେ ଯାହା ହୁଏ ତାହା ହେଉଛି ଯେ ଦିଲ୍ଲୀ ମାମୁଁ ପ୍ରିୟାକୁ କୁହନ୍ତି ଯେ ତୁମ ମା ଏବଂ ମୁଁ ଦୁହେଁ ବହୁତ ଦିନର ବନ୍ଧୁ ଏବଂ ମୁଁ ପୂର୍ବରୁ ତୁମ ମାଙ୍କୁ ବିବାହ କରିବାକୁ ଚାହୁଁଥିଲି। କିନ୍ତୁ ତୁମ ମାଙ୍କ ମା ଜେଜେମା ମୋତେ ବିବାହ କରିନଥିଲେ, ବରଂ ସେମାନଙ୍କୁ ବିବାହ କରିଥିଲେ। ଏବେ ସେମାନେ ଖୁସି ନାହାନ୍ତି। ସେମାନେ ସବୁବେଳେ ତୁମ ବାପା ତୁମ ମାଙ୍କୁ ମାରୁଛନ୍ତି ଏବଂ ଗାଳି ଦେଉଛନ୍ତି। ତୁମେ ଯେତେବେଳେ ପିଲା ଥିଲ, ତୁମ ବାପା ସୁବାସ ତାଙ୍କୁ ବହୁତ ପିଟୁଥିଲେ। ସେ ପ୍ରିୟାଙ୍କୁ ତାଙ୍କ ବାପାଙ୍କ ବିରୁଦ୍ଧରେ ଉସକାଇଥାନ୍ତି, କହୁଥାନ୍ତି ଯେ ତୁମ ବାପା ଠିକ୍ ନୁହନ୍ତି। ସେ ସବୁବେଳେ ତୁମ ମାଙ୍କୁ ମାରୁଛନ୍ତି। ମୁଁ ତୁମ ମାଙ୍କୁ ଅନେକ ଥର କହିଛି ଯେ ତାଙ୍କୁ ଛାଡ଼ପତ୍ର ଦିଅ ଏବଂ ଫେରି ଆସି ପ୍ରେମ ଏବଂ ଖୁସିର ଜୀବନ ଯାପନ କର। ମୁଁ ତାଙ୍କୁ ତାଙ୍କ ଖର୍ଚ୍ଚ ପାଇଁ ଟିକିଏ ଟଙ୍କା ଦେବି। ମୁଁ ସବୁବେଳେ ତାଙ୍କୁ ସାହାଯ୍ୟ କରିଛି। ବନ୍ଧୁଗଣ, ଦିଲ୍ଲୀର ସେହି ମାମୁଁ ପ୍ରିୟାଙ୍କୁ ତାଙ୍କ ଘରକୁ ନେଇଯାଆନ୍ତି। ତାଙ୍କ ବାପା ଏକ ଜୋତା ଦୋକାନ ଚଲାନ୍ତି, ତେଣୁ ସେ ତାଙ୍କ ଦୋକାନକୁ ଯାଉଥିଲେ। ସେ ଦିନ ବେଳେ ଘରେ ନଥିଲେ। ପ୍ରିୟା ଯାଇ ତାଙ୍କ ରୁମ୍ରେ ପୋଷାକ ବଦଳାଇ ଦିଅନ୍ତି। ବନ୍ଧୁଗଣ, ଯେତେବେଳେ ପ୍ରିୟାଙ୍କ ମା ଏବଂ ଦିଲ୍ଲୀର ମାମୁଁ ଭେଟନ୍ତି, ସେମାନେ ପରସ୍ପରକୁ ପ୍ରେମଭରା ଆଖିରେ ଦେଖନ୍ତି ଏବଂ ପରସ୍ପର ପାଖରେ ବସି କଥା ହୁଅନ୍ତି। ଯେତେବେଳେ ପ୍ରିୟା ଆସିଥାନ୍ତି, ସେ ଭାବନ୍ତି ଯେ ଦିଲ୍ଲୀର ମାମୁଁ ଏବଂ ତାଙ୍କ ମା କାହିଁକି ସ୍ୱାମୀ ସ୍ତ୍ରୀ ପରି କଥା ହେଉଛନ୍ତି। ସେମାନେ କାହିଁକି ଏକାଠି ରୁହନ୍ତି। କିଛି ସମୟ ପରେ ଦିଲ୍ଲୀର ମାମୁଁ ପ୍ରିୟାଙ୍କ ଘରୁ ବାହାରି ଯାଆନ୍ତି। ସନ୍ଧ୍ୟାରେ ପ୍ରିୟା ତାଙ୍କ ମାଙ୍କୁ କୁହନ୍ତି, ମା, ମୁଁ ଟିକେ ବଜାର ଯାଉଛି ଏବଂ ଶୀଘ୍ର ଫେରି ଆସିବି। ପ୍ରିୟା ବଜାରକୁ ଯାଇ ଅତି କମରେ 15ରୁ 20ଟି ନିଦ ବଟିକା କିଣିଥାଏ। ସେ ବଟିକା ନେଇ ଘରକୁ ଫେରିଯାଏ। ଭାବିଥାଏ, ଆଜି ମୁଁ ଜାଣିବାକୁ ଯାଉଛି ଯେ ମୋ ବାପା ମୋ ମାଙ୍କ ସହିତ କଣ କରନ୍ତି ଯାହା ତାଙ୍କୁ ଏତେ ଅସୁସ୍ଥ କରୁଛି। ସନ୍ଧ୍ୟାରେ ପ୍ରିୟା ତାଙ୍କ ବାପାଙ୍କ ପାଖକୁ ଆସିଲା। ପ୍ରିୟା ରାତ୍ରି ଭୋଜନ ପ୍ରସ୍ତୁତ କରେ ଏବଂ ରୋଷେଇ କରି ତାଙ୍କ ମାଙ୍କ ଖାଦ୍ୟରେ 3-4ଟି ନିଦ ବଟିକା ମିଶାଇ ଦିଏ। ତାଙ୍କ ମା ଖାଇବା ପରେ ସେ ତୁରନ୍ତ ଶୋଇପଡ଼େ ଏବଂ ତାଙ୍କ ବାପା ମଧ୍ୟ ଖାଆନ୍ତି। ତାଙ୍କ ବାପା ସୁବାସ ଉଠି ଟେରାସରେ ବୁଲିବାକୁ ଯାଆନ୍ତି। ଚାଲିବା ପରେ ସେ ତାଙ୍କ ମାଙ୍କୁ ପୁଣି ଉଠାଇବାକୁ ନିଷ୍ପତ୍ତି ନିଅନ୍ତି। ସେତେବେଳକୁ ପ୍ରିୟା ଶୋଇପଡ଼ିବେ। ପ୍ରିୟା ଉଠି ତାଙ୍କ ବାପାଙ୍କ ବିଛଣାରେ ଶୋଇବାକୁ ଯାଆନ୍ତି। ତାପରେ ତାଙ୍କ ବାପା ପ୍ରିୟାର ମା ସୁମିତ୍ରାକୁ ଉଠାଇ କହିଲେ, ଆଜି ମୋ ସହିତ ଆସ୍, ଏଥିରେ କୌଣସି ଅସୁବିଧା ହେବ ନାହିଁ। ଆମେ ଟିକିଏ କଥା ହେବା, ତାପରେ ଫେରି ଆସିବୁ। କିନ୍ତୁ ପ୍ରିୟାର ମା ବହୁତ ସମୟ ଧରି ଶୋଇ ରହିଥାନ୍ତି। ସେ ଉଠି ନଥାନ୍ତି। ତାପରେ ତାଙ୍କ ବାପା ରାଗି ତାଙ୍କ ରୁମକୁ ଫେରି ଦେଖନ୍ତି ଯେ ପ୍ରିୟାର ମା ଆସି ବିଛଣାରେ ଶୋଇସାରିଛନ୍ତି। ସେ ବହୁତ ଖୁସି। ସେ ଜାଣି ନାହାନ୍ତି ଯେ ସେହି ବିଛଣାରେ ଶୋଇଥିବା ବ୍ୟକ୍ତି ଜଣକ ପ୍ରିୟାର ମା ଥିଲେ ଏବଂ ତାଙ୍କ ବିଛଣାରେ ଶୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରିୟା। ସେ ତାଙ୍କ ପାଖକୁ ଯାଇ ବସି ତାଙ୍କ ମୁଣ୍ଡକୁ ଆଲିଙ୍ଗନ କରିବାକୁ ଲାଗିଲେ। ମୁଁ ତୁମକୁ ଏପରି କଣ କରିବି ଯାହା ତୁମେ ଏତେ ବିରକ୍ତ କରୁଛ? ତୁମେ ସବୁବେଳେ ଝଗଡ଼ା କରୁଛ ଏବଂ ମୋ ଉପରେ ଚିତ୍କାର କରୁଛ। ମୁଁ ସବୁବେଳେ ତୁମକୁ ଭଲ ପାଉଛି। ମୁଁ ସନ୍ଧ୍ୟାରେ ଯାହା ରୋଜଗାର କରେ ତାହା ମୁଁ ତୁମକୁ ଦେଉଛି ଏବଂ ମୁଁ ତୁମକୁ ବହୁତ ଭଲ ପାଏ। ତଥାପି ତୁମେ ମୋ ସହିତ ଏତେ ଝଗଡ଼ା କାହିଁକି କରୁଛ? ଯଦି ତୁମେ ଏହା କରିବାକୁ ଚାହୁଁନାହଁ, ତେବେ କାଲି କରିନେବା। କିନ୍ତୁ ଯଦି ତୁମେ ଶୋଇବାକୁ ଯାଉଛ, ତେବେ ପ୍ରେମରେ ଶୋଇଯାଅ। ଏହା ସହିତ ପ୍ରିୟାର ବାପା ତାଙ୍କ ପାଖରେ ଶୋଇପଡ଼ିଲେ। ଯେତେବେଳେ ପ୍ରିୟା ସକାଳେ ଉଠିଥାଏ,
से भाबिबाकु बाध्य हुए मो बापा एते भल लोक से एपरी किछि करंती नाही किंतु मो माँ मो आगरे एपरी काहिकी व्यवहार करंती तांको एते कष्ट दियंती एवं से लंगड़ा होई चली जांती। से एहा गभीर भावरे चिंता करे एवं गोटिए दिन से स्कूल छाड़ी तांको कोठरी रे सोई पड़े। दिने दिन होईगला एवं दिल्लीरू मामू आसी तांको माँ एवं मामूंकु आलिंगन करंती। प्रिया जानी नाही जे दिल्लीरू मामू तळे बारंडारे बसिछंती। प्रियार माँ सुमित्रा एवं दिल्लीर मामू कथा हेउछंती। सुमित्रा मु एते दिन हेलाणी एठारे अछि एवं तुमे कौन करुछ? तुमे केबे तुम स्वामींकु छाड़पत्र देब? प्रिया आसी द्वार पछरे लुचि जाए दिल्लीर मामू एवं तांको मांको कार्यकलाप शुणे एवं देखे। तापरे दिल्ली मामू कुहंती तुमर स्वामींकु यथाशीघ्र छाड़पत्र दियो नचेत मु एठारे रहिबार कौन लाभ? जदि मु एपर्यंत एठारे अछि एवं तुमठारु दूररे अछि तेबे एठारे रहिबार कौनसी लाभ नाही। मु दिल्ली जाउछि। तापरे प्रियार माँ सुमित्रा दिल्ली मामूंकु कुहंती चिंता कर नाही मु मो झियार मनरे समस्त प्रकारर विभाजन सृष्टि करिछि। से ता बापांकु घृणा करिबा आरंभ करिछि। बहुत शीघ्र मु ताकु बुझाई कहिबि जे आमे दुहे छाड़पत्र देई विदेशरे रहिबु एवं तापरे तुमे आम सहित आसी पारिबो। तापरे मु तुमकु विवाह करिबि एवं आमे 3 जण विदेशरे आरामरे रहिबु। जेतेबेले प्रिया तांको मांको ठारू ए सबु सुनिला से मध्य बहुत आश्चर्य एवं विरक्त होईगला एवं से भाबिबाकु लागिला जे दिल्लीर एही मामू एवं मो माँ परस्पर को भल पांती एवं एही लोकमाने मो बापांकु अजठारे बदनाम करुछंती। से बहुत भल से एपरी भाबुछि। तापरे प्रियार माँ एवं दिल्लीर सेही मामू परस्पर को आलिंगन करी रोमांस करिबा आरंभ करंती। बंधुगण दुहे सेठारे प्रेम करिबा आरंभ करंती। बंधुगण जेतेबेले प्रिया सेठारे एसबु देखुछि जेतेबेले तांको माँ एवं दिल्लीर सेही मामू सेठारे प्रेम करुछंती सेमाने कथाबार्ता आरंभ करंती। तापरे से तांको रूम को दौड़ी जाए एवं तापरे 10 रु 20 मिनिट परे से शीघ्र फेरी आसी द्वार बाडेई दियंती। दिल्ली मामू एवं तांको माँ दूररे बसिछंती एवं से कुहंती माँ भीतर को आस मु तुम सहित कथा हेबा आवश्यक। दिल्ली मामू कुहंती प्रिया सबु किछि ठीक अछि एबे यथाशीघ्र संभव तुम मांकु तुम बापांको ठारू छाड़पत्र दियो नचेत तुम बापा तांकु माड़ मारिबा एवं हैरान करिबा जारी रखिबे। प्रिया रागी जाए एवं कुहे आउ आम घर को आस नाही नचेत मु ए विषय रे मो बापांको निकटरे अभियोग करिबी। तापरे से तांको मांकु कुहे माँ यथाशीघ्र तांकु घरु बाहर करिदियो। दिल्ली मामू तुरंत चली जांती एवं प्रिया तांको मांकु कुहे मु तुमे करिथिबा समस्त काम देखिछि एबे मो बापांकु भीतरकु आसिबाकु दियो मु तांकु सबु किछि कहिबी। तांको माँ सुमित्रा बहुत चिंतित होई कुहंती मते क्षमा कर छियो। प्रिया उत्तर दिए अच्छा तुमे एसबु काहिकी करिबाकु पड़िला? एहा आवश्यक थिला कि जदि तुमे जाहाकु भल पाओ ताकु विवाह करिबाकु चाहुथिला तेबे तुमे तांको सहित एहा करि परिथांत। तुमे मो बापांको जीवन काहिकी नष्ट करुछ? प्रियांको माँ प्रियांकु सेमानंकर प्रेम कहानीर संपूर्ण कहानी सुनाई कुहंती विवाह पूर्वरु आमे एकत्र थिलु। आमे एकाठी बंचिबा एवं मरिबा पई प्रतिज्ञा करिथिलु। आमे एक मुहूर्त पई मध्य अलगा